ପ୍ରକୃତରେ ଯଦି ଗୋଟେ ପୁଅ ପିଲାଟେ ଆପଣ ଇଚ୍ଛା ଗୋଟେ ଯେକୌଣସି ଗୋଟେ ଗଞ୍ଜିଟେ ଚେଞ୍ଜ କରିଦେଲେ ଆପଣଙ୍କ ଗେଟଅପ୍ ସରିଲା। ଆପଣ ଗୋଟେ ଧଳା ସାର୍ଟ ପିନ୍ଧି କୋଟ୍ଟେ ମାରିଦେଲେ ପୁଣି ସାଙ୍ଗେ ସାଙ୍ଗେ ଆପଣ ଅଲଗା ଦେଖାଯିବ। କିନ୍ତୁ ଗୋଟେ ଶାଢ଼ୀଟେ ଜଣେ ପିନ୍ଧିବ ତାର ଯଦି ଗୋଟେ କୁଞ୍ଚ କୋଉଠି ଏପଟ ସେପଟ ହେଇଯିବ ଆପଣଙ୍କୁ ବହୁତ ଅବାଗ ଦେଖାଯିବ। ଗୋଟେ ସଫ୍ଟ ପିନ୍ ଏଇଠି ମାରିଥିବେ ଆପଣ ପାଟିରେ ବୁଲୁଥିବେ ଖାଉଥିବେ କିନ୍ତୁ ସିଏ ତାର ଖେଞ୍ଚୁଥିବ ଠିକରେ ନାହିଁ। ଯେ କୁଞ୍ଚ ଯଦି ଭୁଲ ହେଇଛି ଆପଣ ତେଢେଇକିରି ଚାଲୁଥିବେ। ଲିପଷ୍ଟିକ୍ ଯଦି ଏପଟ ସେପଟ ଯେ ବହୁତ ଜଗିକିରି ଖାଇବାକୁ ପଡିବ। ମୁଁ ଭାବେ ଯେତେବେଳେ ସ୍ତ୍ରୀ ଲୋକ ହୁଏ ଯେ ପ୍ରକୃତରେ ଗୋଟେ ସ୍ତ୍ରୀ ଲୋକ ସିଏ ନିଜକୁ ସୁନ୍ଦର ଭାବେ ରଖିବା ପାଇଁ ତାର ଯୋଉ ଭୂଷଣ ତାର ଯୋଉ ମେକଅପ୍ ଆପଣ କଣ ଯୋଉଠି ପାର୍ଟି ଫାଟି ହୁଏ ସେଠି ସ୍ତ୍ରୀ ଲୋକମାନଙ୍କର ଲିପଷ୍ଟିକକୁ ଲକ୍ଷ୍ୟ କରନ୍ତି କେମିତି ଅବଜର୍ଭ କରିବାକୁ ପଡିବ। ଶାଢ଼ୀ କେମିତି ଶାଢ଼ୀ କେମିତି ପିନ୍ଧୁଛି, ଲିପଷ୍ଟିକ୍ କେମିତି ପଡୁଛି, ଆଉ ମହିଳା ନେତ୍ରୀମାନଙ୍କର ଶାଢ଼ୀ ପିନ୍ଧା ଷ୍ଟାଇଲ, ତାଙ୍କ ଚାଲି, ତାଙ୍କ କଥା ନିହାତି ଦେଖିବାକୁ ପଡିବ। ଶାଢ଼ୀ ଯୋଉଠି ଖସୁ ନଥିବ ସେ ଦରକାର ପଡ଼ିଲେ ଖସେଇ ଦେବେ କଥା କହିବା ପାଇଁ। କ'ଣ ସୁନ୍ଦର ଦେଖାଯିବ ସେଟା ତ ଦେଖିବାକୁ ପଡିବ। କାରଣ ସମସ୍ତେ ଜାଣିଛନ୍ତି ଆମେ ଯୋଉ କଥାଟି କହୁଛୁ ସେ କଥାଟା ସମସ୍ତଙ୍କ ପାଖରେ ପହଞ୍ଚୁଛି। ତ ସେଥିପାଇଁ ଭଲ ଦେଖାଯିବା ଦରକାର ଆଉ କଥା ତ ଭଲ କହିପାରିବେ। ତେଣୁ ଗେଟଅପ୍ ପ୍ରତି ସେମାନେ ଧ୍ୟାନ ଦେବେ। ଆପଣ ଦେଖନ୍ତୁ ଗୋଟେ ନେତ୍ରୀ କେବେ ଡାକନ୍ତୁ ସେ ହଠାତ୍ ଘରେ ଯୋଉ ଡ୍ରେସରେ ଥିବ ସେ ଡ୍ରେସରେ ସେ କେବେ ଆସିବନି। ସେ ଗୋଟେ ପ୍ରପର ଗେଟଅପ୍ ନେଇକି ଆସିବ। ତେଣୁ ଅବଜର୍ଭ କରିବାକୁ ଆପଣ ସବୁବେଳେ ଲକ୍ଷ୍ୟ କରିଥାନ୍ତି କି କେମିତି ଶାଢ଼ୀ ପିନ୍ଧି। ମତେ ଯଦି କ୍ୟାରେକ୍ଟର ଦିଆହେଲା ମୁଁ ତାର 5ଟା ଭିଡ଼ିଓ ଦେଖିବି ଯେ କେମିତି ସେ କାନଫୁଲ ପିନ୍ଧୁଛନ୍ତି, କେମିତି ଶାଢ଼ୀ ପିନ୍ଧୁଛନ୍ତି। ଆଉ ମୁଁ ଯୋଉ ଆପଣ କହିଲେ ଲଜ୍ଜା ଲାଗେ ସେ ସଙ୍କୋଚ ସେଇଟାକୁ ମୁଁ କେବେ ଭାବିନି। କାରଣ ମୁଁ ଏଟା ଅଭିନୟ କରୁଛି। ବରଂ ମୁଁ ଭାବେ ଯେ ମୁଁ ଏଟାକୁ କେତେ ବେଟର କରିପାରିବି ଆଉ ଏ ପାର୍ଟଟାକୁ ମୁଁ କେତେ କ୍ଲାରିଟି। ଆପଣଙ୍କ ଜାଗାରେ ଯଦି ଜଣେ ଅଭିନେତ୍ରୀ ଥାନ୍ତେ ସେ ୟାକୁ ଭଲ କରିପାରିନଥାନ୍ତେ? କରିପାରିଥାନ୍ତେ ନିଶ୍ଚିତ ଭାବରେ। ଆମକୁ ତ 2 ଜଣ କରୁଛୁ ଆଉ ଯୋଉ ଜାଗାରେ ମୁଁ କରୁଛି ସେଠି ମତେ ସବୁଦିନ କ୍ୟାରେକ୍ଟର ଚେଞ୍ଜ ହେଇଯାଉଛି। ଆଜି ଲେଡି କ୍ୟାରେକ୍ଟର ପଡିବ, କାଲି ବାପା ରୋଲ ପଡିବ। ଆପଣ ତ ନିଜେ ଜାଣିଛନ୍ତି ଚକଡା ପୋକ ହବାକୁ ପଡିବ, ଆଳୁ ହବାକୁ ପଡିବ। ତ ସେ ସମୟରେ ଆଉ 2 ଜଣଙ୍କ ଭିତରେ ସବୁ ବାଣ୍ଟି ଗୁଣ୍ଟି କରିବାକୁ ପଡିବ। ତେଣୁ ମତେ ଯାହା ମୋ ଯାତ୍ରାରେ ଆପଣ ହିରୋଇନ ରୋଲ କେବେ କରିଛନ୍ତି? ଯାତ୍ରାରେ ମତେ ଯେତେବେଳେ ମୁଁ ଛୋଟ ଥିଲି 9-10ରେ ପଢୁଥିଲି ସେ ସମୟରେ ମତେ ଗୋଟେ କ୍ୟାରେକ୍ଟର ହିରୋଇନ ଚରିତ୍ର କରିବାକୁ ପଡିଥିଲା। ସେ ସମୟରେ ସେଟା ଚାଲିଥିଲା ସେ ପ୍ରକାର ସିଷ୍ଟମରେ ଥିଲା। ଏବେ ଯେମିତି ଆପଣ ବୟସ୍କା ମନେ କରନ୍ତୁ 40 ଉପରେ ଥିବା ମହିଳାଙ୍କ ରୋଲ କରୁଛନ୍ତି ଅଧିକାଂଶ 50-60 ବର୍ଷର ବୁଢୀ ରୋଲ ବି କରନ୍ତି, ବୁଢା ରୋଲ ବି କରନ୍ତି। ସେମିତି ୟଙ୍ଗ 20-25 ବର୍ଷର ଝିଅର ଗୋଟେ ଭୂମିକା କେବେ ମିଳିଛି ଆପଣଙ୍କୁ ହିରୋଇନ ଭୂମିକା? ଯୋଉ ଆମେ କରିଥିଲୁ ଗୋଟେ ସୋନା ଯୋଉ ସିଙ୍ଗର ତାଙ୍କର ବୟସ କେତେ ହବ 25-26 କି 27 ବର୍ଷ ମୁଁ କହୁଛି 2-4 ବର୍ଷ ତଳର କଥା କିମ୍ବା 30 ବର୍ଷ ହେଇଥିବ। ୟଙ୍ଗ ରୋଲ କରିବାକୁ ପଡେ। ଆଉ ଗୋଟେ ବାବାଙ୍କ ସହିତ ଯେତେବେଳେ ଗୋଟେ ଥିଲା କ୍ୟାରେକ୍ଟର ବାବା ଆଉ ନାରୀ ମାନଙ୍କ ସହିତ ଇଏ ହଉଛି ସେତେବେଳେ ପ୍ରଜ୍ଞା ବାବା ହେଇଥିଲା, ମୁଁ ବି ଝିଅ ହେଇଛି। କମ ଏଜର ଝିଅ କରିବାକୁ ପଡେ କିନ୍ତୁ ମୁଁ ସେମିତି ଲାଗିବିନି, ମୁଁ ଗୋଟେ ଟିନ୍ ଏଜ୍ ଝିଅ ଭଳିଆ ଲାଗିବିନି। କିନ୍ତୁ ସେଇଠି କିଛି ମାଇନସ ହେଲେ ବି ଆମେ ଡାଇଲେକ୍ଟ ତାକୁ ଯୋଡ଼ିକିରି କରୁ ଆଉ ଯୋଉଠି ନିହାତି ଅସମ୍ଭବ ସେଟା ଆମେ ରିଜେକ୍ଟ କରୁ।